साद्वैतं सावधूतं परिजनसहितं कृष्णचैतन्यदेवं श्रीराधा कृष्णपदान् सगणललिता श्रीविशाखान्विताश्च हे कृष्णा करुणा सिन्धु दीनबन्धु जगत्पते गोपेश गोपिकान्त राधाकान्त नमोऽस्तुते तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये वाञ्छाकल्पतरुभ्यश्च कृपा सिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नाम्नि गौरतीसे नमो नमः नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद हरे कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे हरे ओम नमो भगवते वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय श्रीमद् भगवद गीता एकादश अध्याय श्लोक 46 किरीटिनं गदिनं चक्रहस्तम् इच्छामि त्वां द्रष्टुम् अहं तथैव तेनैव रूपेण चतुर्भुजेन सहस्रबाहो भव विश्वमूर्ते किरीटिनं गदिनं चक्रहस्तम् इच्छामि त्वां द्रष्टुम् अहं तथैव तेनैव रूपेण चतुर्भुजेन सहस्रबाहो भव विश्वमूर्ते किरीटिनं गदेन चक्रहस्तम् इच्छामि त्वां द्रष्टुम् अहं तथैव तेनैव रूपेण चतुर्भुजेन सहस्रबाहो भव विश्वमूर्ते
श्रद्धानुवाद किरीटिनम शिरस्त्राण सह गदिनम गदा सह चक्रहस्तम चक्रहस्ତରେ इच्छामि ମୁଁ ଇଚ୍ଛା କରେ ତ୍ୱାମ୍ ଆପଣଙ୍କୁ ଦ୍ରଷ୍ଟୁମ୍ ଦେଖିବାକୁ ଅହମ୍ ମୁଁ ତଥା ଏବ ସେହି ଅବସ୍ଥାରେ ତେନୈବ ସେହି ରୂପେଣ ରୂପରେ ଚତୁର୍ଭୁଜେନ ଚତୁର୍ଭୁଜ ସହସ୍ରବାହୁ ହେ ସହସ୍ରବାହୁ ଭବ ହୁଅନ୍ତୁ ବିଶ୍ୱମୂର୍ତ୍ତେ ହେ ବିଶ୍ୱମୂର୍ତ୍ତି ଅନୁବାଦ ହେ ବିଶ୍ୱମୂର୍ତ୍ତି ହେ ସହସ୍ରବାହୁ ଭଗବାନ ମୁଁ ଆପଣଙ୍କୁ ଶିରସ୍ତ୍ରାଣ ସହ ଶଙ୍ଖଚକ୍ର ଗଦା ଓ ପଦ୍ମ ଧାରଣ କରିଥିବା ଚତୁର୍ଭୁଜ ରୂପରେ ଦେଖିବାକୁ ଇଚ୍ଛା କରେ ସେହି ରୂପରେ ମୁଁ ଆପଣଙ୍କୁ ଦେଖିବାକୁ ଇଚ୍ଛା କରେ ଶ୍ରୀଲ ପ୍ରଭୁପାଦଙ୍କର ଭାବାର୍ଥ ବ୍ରହ୍ମ ସଂହିତାରେ କୁହାଯାଇଛି ଯେ ଭଗବାନ ଶାଶ୍ୱତ ଭାବରେ ହଜାର ହଜାର ରୂପରେ ବିଦ୍ୟମାନ ଏବଂ ସେମାନଙ୍କ ମଧ୍ୟରେ ତାଙ୍କର ପ୍ରଧାନ ପ୍ରଧାନ ରୂପ ହେଲା ରାମ ନୃସିଂହ ନାରାୟଣ ପ୍ରଭୃତି ରୂପ ତାଙ୍କର ଅସଂଖ୍ୟ ରୂପ ଅଛି କିନ୍ତୁ ଅର୍ଜୁନ ଜାଣିଥିଲେ ଯେ ଆଦିପୁରୁଷ ଭଗବାନ କୃଷ୍ଣ ତାଙ୍କର ଅନିତ୍ୟ ବିଶ୍ୱରୂପ ଧାରଣ କରିଛନ୍ତି ସେ ବର୍ତ୍ତମାନ ତାଙ୍କର ନାରାୟଣ ରୂପ ଦିବ୍ୟ ରୂପ ଦେଖିବା ପାଇଁ ପ୍ରାର୍ଥନା କରୁଛନ୍ତି ଏ ଶ୍ଲୋକଟି ଶ୍ରୀମଦ୍ ଭାଗବତମର ବାଣୀକୁ ନିଃସନ୍ଦେହ ଭାବରେ ସ୍ୱୀକାର କରୁଅଛି ଯେ କୃଷ୍ଣ ହେଉଛନ୍ତି ଆଦିପୁରୁଷ ଭଗବାନ ଏବଂ ଅନ୍ୟ ସବୁ ରୂପ ତାଙ୍କଠାରୁ ଉଦ୍ଭବ ସେ ତାଙ୍କର ପ୍ରଭାବ ଓ ବୈଭବ ପ୍ରକାଶ ଠାରୁ ଭିନ୍ନ ନୁହନ୍ତି ଏବଂ ସେ ତାଙ୍କର ଅସଂଖ୍ୟ ରୂପ ମଧ୍ୟରୁ ଯେକୌଣସି ରୂପରେ ଭଗବାନ ଅଟନ୍ତି ଏସବୁ ରୂପରେ ସେ ଏକ ଯୁବକ ପରି ତେଜିଆନ ଏହା ହେଉଛି ପରମ ପୁରୁଷ ଭଗବାନଙ୍କର ନିତ୍ୟ ପ୍ରକୃତି ଯେ କୃଷ୍ଣକୁ ଜାଣେ ସେ ସଙ୍ଗେ ସଙ୍ଗେ ସମସ୍ତ ପ୍ରକାର ଭୌତିକ ଦୋଷରୁ ମୁକ୍ତ ହୋଇଯାଏ କିରୀଟିନଙ୍ଗଦୀନଂ ଚକ୍ରହସ୍ତଂ ଇଚ୍ଛାମି ତ୍ୱାଂ ଦ୍ରଷ୍ଟୁ ଅହଂ ତଥୈବ ତେନୈବ ରୂପେଣ ଚତୁର୍ଭୁଜେନ ସହସ୍ରବାହୋ ଭବ ବିଶ୍ୱମୂର୍ତ୍ତେ ହେ ବିଶ୍ୱମୂର୍ତ୍ତି ଭଗବାନ ହେ ସହସ୍ରବାହୁ ମୁଁ ଆପଣଙ୍କୁ ଶିରସ୍ତ୍ରାଣ ସହ ଶଙ୍ଖ ଚକ୍ର ଗଦା ଓ ପଦ୍ମ ଧାରଣ କରୁଥିବା ଚତୁର୍ଭୁଜ ରୂପରେ ଦେଖିବାକୁ ଇଚ୍ଛା କରେ ସେହି ରୂପରେ ମୁଁ ଆପଣଙ୍କୁ ଦେଖିବାକୁ ଇଚ୍ଛା କରେ ତ ଭଗବାନଙ୍କର ବିଶ୍ୱରୂପ ଦେଖିବା ପରେ ଅର୍ଜୁନ ନିଜକୁ ସମ୍ବରଣ କରିପାରୁନାହାନ୍ତି ନିଜକୁ ନିୟନ୍ତ୍ରଣ କରିପାରୁନାହାନ୍ତି କାରଣ ଏଭଳି ସେ ରୂପ ଏଭଳି ବିଭତ୍ସ ଏଭଳି ଭୟଙ୍କର ଏଭଳି ତେଜିଆନ ସେ ରୂପକୁ ଦେଖିକି ମଧ୍ୟ ଅର୍ଜୁନଙ୍କ ଭଳି ଶକ୍ତିଶାଳୀ ବୀର ସେ ମଧ୍ୟ ନିଜକୁ ନିୟନ୍ତ୍ରଣ କରିପାରୁନାହାନ୍ତି ଆମମାନଙ୍କ କଥା କ'ଣ କହିବା ତେଣୁ ସେ ରୂପ ଦେଖିବା ପରେ ଅର୍ଜୁନଙ୍କର ଭଗବାନଙ୍କ ସେ ଚତୁର୍ଭୁଜ ରୂପ ଦେଖିବା ପାଇଁ ତାଙ୍କର ଇଚ୍ଛା ଜାଗ୍ରତ ହେଇଛି କାରଣ ଅର୍ଜୁନ ହେଉଛନ୍ତି କ୍ଷତ୍ରିୟ ସର୍ବଦା ସିଏ ତାଙ୍କ ଭିତରେ ରଜଗୁଣ ଅଛି କ୍ଷତ୍ରିୟମାନଙ୍କର ରଜଗୁଣ ଆଉ କ୍ଷତ୍ରିୟମାନଙ୍କର ସାଧାରଣତଃ ଭାବରେ ସୂଚି ଶୌର୍ଯ୍ୟ ତେଜ ଧୃତି ଦାକ୍ଷ୍ୟ ଯୁଦ୍ଧେ ଚାପଳାୟନମ ଦାନମ ଈଶ୍ୱର ଭାବଶ୍ଚ କ୍ଷତ୍ର କର୍ମ ସ୍ୱଭାବଜମ୍ ଭଗବଦ୍ଗୀତା ଅଷ୍ଟାଦଶ ଅଧ୍ୟାୟରେ କ୍ଷତ୍ରିୟର ଗୁଣ ବା ରଜ ଗୁଣ ସମ୍ପର୍କରେ କୁହାଯାଇଛି ସତ୍ୱଗୁଣ ସମ୍ପର୍କରେ କୁହାଯାଇଛି ବ୍ରାହ୍ମଣମାନଙ୍କର ସତ୍ୱଗୁଣ ଏବଂ କ୍ଷତ୍ରିୟମାନଙ୍କର ହେଉଛି ରଜଗୁଣ ତେଣୁ କ୍ଷତ୍ରିୟମାନେ ସ୍ୱାଭାବିକ ଭାବରେ ତାଙ୍କର ବୀରତ୍ୱ ପ୍ରଦର୍ଶନ କରିବେ ଦକ୍ଷତା ପ୍ରଦର୍ଶନ କରିବେ ଯୁଦ୍ଧରେ କେବେ ପଳାୟନ କରିବେ ନାହିଁ ପଛକୁ ଫେରିକି ପଳାୟନ କରିବେ ନାହିଁ ସମ୍ମୁଖରେ ରହିକି ମରିଯିବେ ବରଂ କିନ୍ତୁ ଯୁଦ୍ଧର ପଛ ଘୁଞ୍ଚା ନାହିଁ ବୀରର ଜାତକେ ନମରେ କେବେ ସେ ପରାଣ ଆତଙ୍କେ ତେଣୁ ତାଙ୍କର ଯୁଦ୍ଧ କରିବାର ମନୋବୃତ୍ତି ଯଦିଓ ତାଙ୍କର ପ୍ରାଥମିକ ସ୍ତରରେ ସେ ଇଚ୍ଛା କରିଛନ୍ତି ଯୁଦ୍ଧ କ୍ଷେତ୍ର ତ୍ୟାଗ କରି ଯିବା ପାଇଁ କିନ୍ତୁ ଅର୍ଜୁନ ସ୍ୱାଭାବିକ ଭାବରେ କ୍ଷତ୍ରିୟ ହେଇଥିବା ହେତୁ ତାମ ହୃଦୟ ଭିତରେ କ୍ଷତ୍ରିୟର ରକ୍ତ ବହୁଛି ତେଣୁ ସେ ତାଙ୍କର ଯୋଉ ପ୍ରକାର ମନୋବୃତ୍ତି ଆଉ ଭଗବାନଙ୍କୁ ସେ ସେଇ ରୂପରେ ଦେଖିବାକୁ ଚାହୁଁଛନ୍ତି
से प्रसंग भगवान मध्य भगवद गीतार कहते जे यथा मांग प्रपद्यन्ते स्तांग तथैव भजाम्यहम मम वर्तमान वर्तन्ते मनुष्या पार्थ सर्वस। जे जो भली भाव मोर शरणापन्न हुए मुझे से प्रकार फल दिए। जी तांको पुत्र उपर पाइबा इच्छा करे भगवान एत दयालु जी समस्त पिता जी होचंती आदि पिता बा समस्त बीज प्रदानकारी जे पिता सी तांकर पुत्र रूप आसवाई कौन प्रकार कुंठा बोध करती ना। देवकी वसुदेव जी कि 3 जन्म धरिकी तपस्या कर फल प्रत्येक जन्म सी पुत्र रूप आसिले। पृष्णी गर्भ रूप देवकी पूर्वर एवं देवकी गर्भ आसिले भगवान कृष्ण निजे आसिले। ता पूर्व आसिले अदिति एवं कश्यप वामन रूप आसी। तेणु यह प्रकार भाव भगवान मध्य पुत्र रूप एवं जी सखा रूप भाव चिंता करे सखा रूप सहित सेवा करने इच्छा करे सी से सखा रूप सेवा ग्रहण करती। जमी गोपाल बालक मान सखा रूप से सहित खेली कौतुक कर हारी जाती गाली शुणी। जी पति रूप पाइबा इच्छा करे सी पति रूप आसी था। जी जो प्रकार भाव चिंता करे तदनुजाई से भली प्रदान करता। ये हूँ भगवान विशेषत्व। तेणु अर्जुन स्वाभाविक भाव क्षत्रिय हेतु से क्षत्रियर गुण से देखु चाहूँगी चतुर्भुज रूप देखापी कारण चतुर्भुज रूप से शिरस्त्राण अच्छी अर्थात रही युद्ध कर जो अस्त्र सब हाथ में अच्छी शंख चक्र गदा एवं पद्म। चक्र एवं गदा शत्रु मान निहत करने एवं शंख आ पद्म रही भक्त मान भक्त मान आशीष प्रदान करने शंख आ पद्म। चक्र गदा हूँ शत्रु मान तेणु अर्जुन स्वाभाविक मन जहाँ से अनुसार से भगवान को देखा चाहते। आउ भगवान एपाई कर 4 वर्ण एवं 4 आश्रम कर जार जो प्रकार गुण से अनुसार से कार्य कर। तेणु अर्जुन को से प्राथमिक स्तर में मना कर तुम्हें कहीं ब्राह्मण हाँपी चाहूँ जिते से युद्ध क्षेत्र त्याग करके तपस्या करने को चाहूले से भगवान अर्जुन कहले तुम्हें केवे तपस्या करना तुम द्वारा तपस्या करने संभवपर नुहे कारण तुम्हें हूँ क्षत्रिय। क्षत्रिय केवे गोटे जगह चुपचाप बस पार ना तार रक्त सब गरम से सब चाहे युद्ध करने सी कौन तपस्या कर सी कौन ब्राह्मण हो जहाँ कह जाए तुम्हें ब्राह्मण हाँपी चाहूच तुम्हें केवे ब्राह्मण हो पार। तुम तपस्या करके बसिले भी तुम भितर युद्ध कर मनोवृत्ति रहा दरकार पड़े आवश्यक पड़े तुम्हें से युद्ध क्षेत्र त्याग कर चली आस सॉरी तपस्या चली आसिक युद्ध करने चली आस। तेणु तुम्हें केवे तपस्या कर तुम जहाँ रही गुण से अनुसार तुम्हें कार्य कर। स्वधर्मे निधन श्रेय परो धर्म भयावह। स्वधर्म आचरण करी बर मरीजा श्रेयस्कर किंतु अन्यर धर्म आचरण करना। तुमर धर्म हूँ क्षत्रिय युद्ध करवा तुम्हें युद्ध क्षेत्र को त्याग करी तुम्हें केमी कौच तपस्या करने आ तपस्या करने तुम द्वारा संभवपर नुह। तेणु से जार जो गुण रही से अनुसार समस्त कार्य करेंगे किंतु वर्तमान कलिजुग देखा जे कहीं कहार गुण अनुसार कार्य करूना एवं ब्राह्मण परिवार जन्म ग्रहण करके ब्राह्मण कार्य करूना बरं नीच कूल जात हो लोक ब्राह्मण कार्य करुँच किंतु ब्राह्मण कूल जन्म ग्रहण कर निजक भावुं आम बहुत उन्नत स्तर आमर आम तो से वंशर जन्म ग्रहण करुँ आमको तो भगवान देते से वंशर जन्म आम जहाँ कि पापकर्म करें तेणु से ब्राह्मण कार्य करूना से भाव में क्षत्रिय परिवार जन्म ग्रहण करके क्षत्रिय कार्य करूना। से कलिजुगे वर्णाश्रम धारा विपर्यस्त होती कलिजुगे वर्णाश्रम धारा विपर्यस्त होती जहाँ फल वर्तमान मनुष्यर चिंताधारा हूँ पशुपक्षी मानकर चिंताधारा सहित सामान से कहुई कलौ सर्वे शूद्र संभव। कलिजुगे समस्त मनोवृत्ति हूँ शूद्र कहीं ब्राह्मण ना क्षत्रिय ना वैश्य भी ना तेणु समस्ते हूँ शूद्र। शूद्र मनोवृत्ति कौन अन्यर काम कर पैसा रोजगार कर टंका रोजगार ब्राह्मण चाहूँ चाकरी करी क्षत्रिय चाहूँ चाकरी करी अन्यर चाकरी करी वैश्य चाहूँ से दुकान बजार बंद करके आम चाकरी करूँ समस्त चाकरी करने चाहिए समस्त सेवा करने चाहिए मैंने समस्त शूद्र शूद्र मनोवृत्ति से तेणु कहीं ब्राह्मण हाँ चाहूना आजिकल ब्राह्मण परिवार जन्मग्रहण कर निज वृत्ति की भूली गले
ତାଙ୍କୁ କହିବ ଗୋଟେ ପୂଜା କରିବା ପାଇଁ, କହିଲେ ନା ନା ମୋ ଦ୍ୱାରା ପୂଜା ପୂଜା ହେଇପାରିବନି, ଆମେ ମନ୍ତ୍ର ଫନ୍ତ୍ର ଜାଣିନୁ। ବହୁତ ବ୍ରାହ୍ମଣ ପିଲାମାନଙ୍କୁ ପଚାରିବେ, ସେ ମନ୍ତ୍ର ଜାଣିନାହାନ୍ତି, ସେ କହିପାରିବେନି। ହଁ, ତେଣୁ ଏଇ ପ୍ରକାର ଅବସ୍ଥା ବର୍ତ୍ତମାନ। ତେଣୁ ବର୍ଣ୍ଣାଶ୍ରମ ଧାରା ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହେଇଛି ବର୍ତ୍ତମାନ କଳି ଯୁଗରେ। ଯୋଉଟା ପାଶ୍ଚାତ୍ୟ ଜଗତରେ ଆଗରୁ ଥିଲା, ବର୍ତ୍ତମାନ ଆମ ଦେଶରେ ମଧ୍ୟ ସେଇଟା ଆସିଯାଉଛି। ଆମେ ଯାଇଥିଲୁ ଥରେ ବାହାରକୁ, ବିଦେଶକୁ ଯାଇଥିଲୁ, ସେଠି ସବୁ ଆପଣଙ୍କର ଇମିଗ୍ରେସନ ଡିପାର୍ଟମେଣ୍ଟ ଅଛନ୍ତି, ଯୋଉଠି ସବୁ ସେମାନେ ଚେକ୍ କରନ୍ତି, ସିକ୍ୟୁରିଟି ଚେକ୍ ହୁଏ ଏୟାରପୋର୍ଟରେ। ଆପଣ ଏରୋପ୍ଲେନରେ ଗଲେ ସବୁ ଚେକ୍ କରିବେ, ତମ ଶରୀର ସବୁଗୁଡା ଚେକ୍ କରିବେ। ମୋ ପଇତାକୁ ଦେଖି ପଚାରିଲା, ହ୍ୱାଟ ଇଜ ଦିସ୍? ପଇତାକୁ ଦେଖି ପଚାରିଲା, ହ୍ୱାଟ ଇଜ ଦିସ୍? ମୁଁ କହିଲି ଦିସ୍ ଇଜ ବ୍ରାହ୍ମୀଣ ଥ୍ରେଡ। ହ୍ୱାଟ ଇଜ ଥ୍ରେଡ? ହ୍ୱାଟ ଇଜ ଥ୍ରେଡ? ସେ ଥ୍ରେଡ କଣ ଜାଣିନାହାନ୍ତି, ପଇତା କଣ ଜାଣିନାହାନ୍ତି, ସେମାନେ ପଚାରୁଛନ୍ତି। ବୁଝି ନାହାନ୍ତି ବ୍ରାହ୍ମଣ କଣ, ଥ୍ରେଡ କଣ, ପଇତା କଣ, ସେ ସବୁ କିଛି ସେ ଜାଣିନାହାନ୍ତି। ଏହା ଦ୍ୱାରା କଣ ହଉଛି କଣ କିଛି ଜାଣିନାହାନ୍ତି। ସେ ମତେ 10 ମିନିଟ୍ ଅଟକେଇ ଦେଲା, ଏଟା କାହିଁକି ପଡିଛି, ଏଟା ଗୋଟେ ବୋଧେ କିଛି ଅନ୍ୟ କିଛି ବୋଧେ କିଛି ଗୁଳିଗୋଳା କି କଣ ବୋମା କି କଣ, ସେ ଭାବିଲେ। ଏଣେ ସେ କହିଲେ ଏଇଟା କଣ ତମେ ବ୍ରାହ୍ମୀଣ ଥ୍ରେଡ କଣ କହୁଛ, ଏ କହୁଛ, ତାକୁ ବାହାର କରିକି ଯାଅ। ମୁଁ କହିଲି ନାଇଁ ନାଇଁ, ଏଟା ହଉଛି ଆମ ଗୁରୁଦତ୍ତ ଇଏ, ଆମେ କେମିତି ତାକୁ ବାହାର କରିବୁ, ଏଟା ହେଇପାରିବନି। ତାପରେ ସେ ଚିପାଚିପି କରି ତାକୁ ଏମିତି ଟଣାଟଣି କରିକି ତା ଦେଖିଲା, ତାପରେ ଛାଡ଼ିଦେଲା। ଏଇ ପ୍ରକାର ଭାବରେ ଅବସ୍ଥା ବର୍ତ୍ତମାନ। ତେଣୁ ସେଥିପାଇଁ ପ୍ରକୃତ ପକ୍ଷେ କେହି କାହା ଗୁଣ ଅନୁସାରେ କାର୍ଯ୍ୟ କରୁନାହାନ୍ତି, ଯାହାଫଳରେ ବର୍ଣ୍ଣାଶ୍ରମ ଧାରା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହେଇଛି। ସେଥିପାଇଁ ଭାଗବତରେ କୁହାଯାଇଛି, ଭାଗବତରେ ସୌନକାଦି ମୁନିକୁ ସୁତ ଗୋସ୍ୱାମୀ କହିଲେ, ଅତ ବୁମ୍ଭୀର ଦ୍ୱିଜଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗସ ସୋନୁଷ୍ଠିତସ୍ୟ ଧର୍ମସ୍ୟ ସଂସିଦ୍ଧିର ହରିତୋଷଣମ୍। ଯୋଉ ବର୍ଣ୍ଣାଶ୍ରମ ଧାରା ବିପର୍ଯ୍ୟସ୍ତ ହେଇଛି, କେହି କାହା ବର୍ଣ୍ଣ ବା କେହି କାହା ଆଶ୍ରମରେ ନାହାନ୍ତି। ସେମିତି ବ୍ରହ୍ମଚାରୀ ମାନେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରୁନାହାନ୍ତି। ଆଗରୁ 5 ବର୍ଷରୁ 25 ବର୍ଷ ପର୍ଯ୍ୟନ୍ତ ଗୁରୁକୁଳ ଆଶ୍ରମରେ ପିଲାମାନଙ୍କୁ ଛଡା ଯାଉଥିଲା। ପିଲାମାନେ ଯାଇ ଗୁରୁଙ୍କ ପାଖରେ ରହୁଥିଲେ, ଆଶ୍ରମରେ ରହୁଥିଲେ। ସେମାନଙ୍କର ଗୃହ ସହିତ କିଛି ସମ୍ପର୍କ ନଥିଲା, ପରିବାର ସହିତ ସମ୍ପର୍କ ନଥିଲା, ପିତାମାତା ମାନଙ୍କ ପାଖକୁ ଆସୁନଥିଲେ। ସେମାନେ ଗୁରୁକୁଳରେ ଗୁରୁଙ୍କ ପାଖରେ ରହୁଥିଲେ। ଗୁରୁ ତାଙ୍କର ଖାଇବାର ବ୍ୟବସ୍ଥା କରୁଥିଲେ, ରହିବାର ବ୍ୟବସ୍ଥା କରୁଥିଲେ, ସବୁ ବ୍ୟବସ୍ଥା କରୁଥିଲେ। ଆଉ ବ୍ରହ୍ମଚର୍ଯ୍ୟ ବ୍ରତ କଡାକଡି ଭାବରେ କେମିତି ପାଳନ କରିବେ ସେ କଥା ସେ ଶିକ୍ଷା ଦଉଥିଲେ। ତେଣୁ ସେମାନେ ବ୍ରହ୍ମଚର୍ଯ୍ୟ କଡାକଡି ଭାବରେ ପାଳନ କରିଛନ୍ତି। ଏବଂ ତାପରେ 25 ବର୍ଷରୁ 50 ବର୍ଷ ପର୍ଯ୍ୟନ୍ତ ଯୋଉମାନେ ଗୃହସ୍ଥ ଆଶ୍ରମରେ ପ୍ରବେଶ କରିବା ପାଇଁ ଚାହିଁବେ, ଗୁରୁ ତାଙ୍କୁ ଅନୁମତି ଦେବେ, ଯାଅ ତୁମେ ଗୃହସ୍ଥ ଆଶ୍ରମ ପ୍ରବେଶ କର, ତୁମେ ପରିବାର ଭିତରେ ପ୍ରବେଶ କର ଏବଂ ବିବାହ କର, ସ୍ତ୍ରୀ ସହିତ ତୁମେ ସମ୍ପର୍କ ରଖ, ସ୍ତ୍ରୀକୁ ବିବାହ କର। ବୈଦିକ ନିର୍ଦ୍ଦେଶ ମତେ, ବେଦର ନିର୍ଦ୍ଦେଶ ଯାହା ରହିଛି ସେଇ ଅନୁସାରେ ତୁମେ ସ୍ତ୍ରୀ ଗ୍ରହଣ କର ଏବଂ ଉପଯୁକ୍ତ ସନ୍ତାନ ପ୍ରସବ କର, ଉପଯୁକ୍ତ ସନ୍ତାନ ଜଗତକୁ ଦିଅ, ପୁତ୍ରାର୍ଥେ କ୍ରିୟତେ, ଉପଯୁକ୍ତ ପୁତ୍ର ଉତ୍ପାଦନ ପାଇଁ ତୁମକୁ ଭାର୍ଯ୍ୟା ଗ୍ରହଣ କରିବା ପାଇଁ ପଡେ। ସେଥିପାଇଁ ଗୃହସ୍ଥକୁ ଆଶ୍ରମ ବୋଲି ମଧ୍ୟ କୁହାଯାଉଛି। ଯେମିତି ବ୍ରହ୍ମଚର୍ଯ୍ୟ ଆଶ୍ରମ, ସେମିତି ଗୃହସ୍ଥ ମଧ୍ୟ ଆଶ୍ରମ, ସେମାନେ ଆଶ୍ରମ ଅଛି। ଆଉ ଗୃହସ୍ଥକୁ ମଧ୍ୟ ବ୍ରହ୍ମଚାରୀ ବୋଲି କୁହାଯାଉଛି। ଯୋଉମାନେ ବ୍ରହ୍ମଚର୍ଯ୍ୟ ବ୍ରତ କଡାକଡି ଭାବରେ ପାଳନ କରି ବିବାହ କରିବେନି ଆଜୀବନ, ତାଙ୍କୁ କୁହାଯାଏ ନୈଷ୍ଠିକ ବ୍ରହ୍ମଚାରୀ। ଆଉ ଯୋଉମାନେ ଘରେ ରହିବେ, ବିବାହ କରିବେ, ବୈଦିକ ନିର୍ଦ୍ଦେଶ ମତେ, ଗୁରୁଙ୍କ ନିର୍ଦ୍ଦେଶ ମତରେ ସ୍ତ୍ରୀ ଗ୍ରହଣ କରିବେ, ସେମାନଙ୍କୁ କୁହାଯାଏ ଉପକୁର୍ବାଣ ବ୍ରହ୍ମଚାରୀ। ତାଙ୍କୁ କୁହାଯାଏ ଉପକୁର୍ବାଣ ବ୍ରହ୍ମଚାରୀ, ଅର୍ଥାତ୍ ସେମାନେ ସ୍ତ୍ରୀ ଗ୍ରହଣ କରୁଛନ୍ତି କିନ୍ତୁ ନିଜର ଇନ୍ଦ୍ରିୟ ପ୍ରୀତି କରିବା ପାଇଁ ସେ ସ୍ତ୍ରୀ ଗ୍ରହଣ କରିନାହାନ୍ତି, ଭଗବାନଙ୍କୁ ପ୍ରୀତି ଦେବା ଉଦ୍ଦେଶ୍ୟରେ, ଅର୍ଥାତ୍ କୃଷ୍ଣ ଭକ୍ତ ପୁତ୍ର ଜାତ କରିବେ। ଯେମିତି ଚୈତନ୍ୟ ମହାପ୍ରଭୁଙ୍କୁ ଜଣେ ପୁତ୍ର ରୂପରେ ପାଇଥିଲେ, ସଚିମାତା ଜଗନ୍ନାଥ ମିଶ୍ର ତାଙ୍କୁ ପୁତ୍ର ରୂପରେ ପାଇଥିଲେ। ସେଇଭଳି ଯୋଉ ମହାନ ମହାନ ଆତ୍ମା ମାନେ ଏଇ ଜଗତକୁ ଆସୁଛନ୍ତି, ସେମାନେ ପିତାମାତାଙ୍କର ଔରସରୁ ଆସିଛନ୍ତି। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ହୁଅନ୍ତୁ, ବା ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ହୁଅନ୍ତୁ, ବା ଆମର ପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦ ଗୌର ଗୋବିନ୍ଦ ସ୍ୱାମୀ, ଯା ଇସ୍କନ ଯୋଉମାନେ ଅନ୍ୟତମ ଆଚାର୍ଯ୍ୟ ଗୁରୁ ଯୋଉମାନେ ଅଛନ୍ତି, ମହାନ ମହାନ ବ୍ୟକ୍ତି, ସେମାନେ ତ କୋଉ ମାତା ପିତାଙ୍କ ଔରସରୁ ଆସିଛନ୍ତି। ଆଉ ସେଇଭଳି ଭାବରେ ମାତା ପିତା ସେମିତି ସନ୍ତାନକୁ ଜନ୍ମ ଦେଇଛନ୍ତି, ଯୋଉମାନେ କି ସମଗ୍ର ବିଶ୍ୱକୁ ଉଦ୍ଧାର କରିପାରିବେ। ତେଣୁ ସେଇଭଳି ପୁତ୍ର ଜାତ କରିବା ଉଚିତ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଥିଲେ ଆଜୀବନ ବ୍ରହ୍ମଚାରୀ, ସେ ବିବାହ କରିନାହାନ୍ତି। ଭକ୍ତି ବିନୋଦ ଠାକୁରଙ୍କ ସେ ପୁତ୍ର, ସେ ନୈଷ୍ଠିକ ବ୍ରହ୍ମଚାରୀ ଥିଲେ, ସେ ବିବାହ କରିନାହାନ୍ତି। କିନ୍ତୁ ସମାଜରେ ଯୋଉ ବିପର୍ଯ୍ୟସ୍ତ ଅବସ୍ଥା ଦେଖିକି ଯୋଉ ପିଲାମାନେ ସବୁ ମାନେ ନାନା ପ୍ରକାର ବ୍ୟଭିଚାର କରୁଛନ୍ତି, ନାନା ପ୍ରକାର ବିଶୃଙ୍ଖଳା କରୁଛନ୍ତି, ବର୍ତ୍ତମାନ ଯୋଉ ପିଲାମାନେ ସବୁ ପିତାମାତା ମାନେ ଯୋଉ ପିଲାମାନଙ୍କୁ ଜନ୍ମ ଦଉଛନ୍ତି, ପିତାମାତା ମାନେ ନିଜର ଇନ୍ଦ୍ରିୟ ପ୍ରୀତି ପାଇଁ ଯୋଉ ସନ୍ତାନକୁ ଜନ୍ମ ଦଉଛନ୍ତି, ସେ ସନ୍ତାନ ବର୍ତ୍ତମାନ ସମାଜରେ ନାନା ପ୍ରକାର ବିପର୍ଯ୍ୟସ୍ତ କାର୍ଯ୍ୟ କରୁଛନ୍ତି। ଯୋଉଥିପାଇଁ ସିଏ କହିଥିଲେ ଥରେ ଭକ୍ତି ସିଦ୍ଧାନ୍ତ, କହିଲେ ମୁଁ ଏଇ ଅବସ୍ଥା ଦେଖିକି ଯୋଉ ପିଲାମାନେ ଯୋଉ ପ୍ରକାର ଅତି ବିଶୃଙ୍ଖଳିତ ହଉଛନ୍ତି, ସେଥିପାଇଁ ମତେ ଆବଶ୍ୟକ ପଡୁଛି ବିବାହ କରିବା ପାଇଁ। ଦରକାର ପଡ଼ିଲେ ମୁଁ ବିବାହ କରିବି, ବିବାହ କରିକି ମୁଁ ଉପଯୁକ୍ତ ସନ୍ତାନ ସମାଜକୁ ଦେବି। ଯେ ପ୍ରକୃତରେ ସନ୍ତାନ କିଭଳି ଭାବରେ ସମାଜକୁ ସୁରକ୍ଷା କରିବାକୁ ହୁଏ ମୁଁ ତାହା ଦେଖେଇବି, ସେଥିପାଇଁ ମୁଁ ବିବାହ କରିବାକୁ ରାଜି ଅଛି। ଏଇ କଥା ଭକ୍ତି ସିଦ୍ଧାନ୍ତ କହିଥିଲେ। କାହିଁକି ନା ସମାଜରେ ଏଇ ବିପର୍ଯ୍ୟସ୍ତ, ସେ କୌଣସି ସ୍ତ୍ରୀ ପ୍ରତି ଆକୃଷ୍ଟ ହେଇକି ବା ବିବାହ କରିବା ପାଇଁ ତାଙ୍କ ଲାଳସା ଥିଲା ସେଥିପାଇଁ କହୁନଥିଲେ। ସିଏ କହୁଥିଲେ ସମାଜରେ ଏଇ ବିପର୍ଯ୍ୟସ୍ତ ଅବସ୍ଥା ଦେଖି। ତେଣୁ ଆମେ ବିବାହ କରିବାଟା କୌଣସି ନିନ୍ଦନୀୟ କାର୍ଯ୍ୟ ନୁହଁ। ଭଗବାନ ମଧ୍ୟ ଗୀତାରେ କହିଛନ୍ତି ଯେ ଯୌନ ଜୀବନରେ ମୁଁ ମଧ୍ୟ ଅଛି,
ତୁମର ଯୌନ ଜୀବନ ଯୋଉ ରହିଛି ପରିବାରରେ ପାରିବାରିକ ଯୋଉ ଯୌନ ଜୀବନ ସେଥିରେ ମୁଁ ମଧ୍ୟ ରହିଛି। କିଭଳି ଭାବରେ ନା ଯେତେବେଳେ ତୁମେ ମୋ ସେବା ନିମିତ୍ତ ସନ୍ତାନ ଜାତ କରିବ, କୃଷ୍ଣ ଭକ୍ତ ପୁତ୍ର ଜାତ କରିବ, ଭଗବାନଙ୍କୁ ସେବା କରିବା ନିମିତ୍ତ ପୁତ୍ର କନ୍ୟା ଜାତ କରିବ, ସେଥିରେ ମୁଁ ମଧ୍ୟ ରହିଛି। ଏ ପ୍ରସଙ୍ଗ କହିଛନ୍ତି ଗୀତାରେ। ବଳଂ ବଳବତା ଚାହଂ କାମ ରାଗ ବିବର୍ଜିତମ ଧର୍ମା ବିରୁଦ୍ଧ ଭୂତେଷୁ କାମସ୍ମି ଭରତର୍ଷଭ। ହେ ଭରତ ବଂଶୀୟ ରାଜା ଅର୍ଜୁନ, ଯେ ବଳବାନର ବଳ, ଶକ୍ତିଶାଳୀର ଯୋଉ ବଳ ଅଛି, ସେ ବଳଟା କଣ ପାଇଁ ତାକୁ ଦିଆଯାଇଛି? ଭଗବାନ ତାକୁ ଶକ୍ତି ଦେଇଛନ୍ତି। ଭଗବାନଙ୍କର ଗୋଟେ ଐଶ୍ୱର୍ଯ୍ୟ ହଉଛି ଶକ୍ତି। ତେଣୁ ଜଣେ ବଳଶାଳୀ ବ୍ୟକ୍ତି ଯାହାର ଶକ୍ତି ଅଛି, ସେ ଶକ୍ତିଟା କଣ ପାଇଁ ତାକୁ ଦିଆଯାଇଛି? ସେ ଶକ୍ତିଟା ତାକୁ ଦିଆଯାଇଛି ଅନ୍ୟ ଉପରେ ପ୍ରଭୁତ୍ୱ ଜାହିର କରିବା ପାଇଁ ନୁହଁ। ସେ ଶକ୍ତି ତାକୁ ଦିଆଯାଇଛି ଅନ୍ୟକୁ ସୁରକ୍ଷା ଦେବା ପାଇଁ। ଯୋଉମାନେ ଦୁର୍ବଳ ଲୋକ ତାଙ୍କୁ ସୁରକ୍ଷା ଦିଅ। ସେଥିପାଇଁ ବଳଶାଳୀ ଲୋକଙ୍କୁ ବଳ ଭଗବାନ ଦେଇଛନ୍ତି, ଶକ୍ତି ଦେଇଛନ୍ତି। କିନ୍ତୁ ସେ ଶକ୍ତି ପାଇକି ଯଦି ତୁମେ ଅନ୍ୟ ଉପରେ ପ୍ରଭୁତ୍ୱ ବିସ୍ତାର କରିବ, ଅନ୍ୟକୁ ଜୋର ଜାର ମୁଲକ ତାର ବୋଲି କୁହାଯାଇଛି, ତୁମେ ଯଦି ଅନ୍ୟ ଉପରେ ଅଧିକାର ସାବ୍ୟସ୍ତ କରିବ, ସେଥିପାଇଁ ତୁମକୁ ବଳ ଦିଆଯାଇନି ବା ଶକ୍ତି ତୁମକୁ ଦିଆଯାଇନି। ଶକ୍ତି ଦିଆଯାଇଛି ଅନ୍ୟକୁ ସୁରକ୍ଷା ଦେବା ପାଇଁ। ସେ କଥା ଭଗବାନ କହିଲେ। ବଳଂ ବଳବତା ଚାହଂ, ଶକ୍ତିଶାଳୀର ବଳ ଦୁର୍ବଳର ସୁରକ୍ଷା ପାଇଁ। କାମ ରାଗ ବିବର୍ଜିତମ, ଯୋଉ କାମନା କଥା କୁହାଯାଇଛି, କାମନା ଭିତରୁ ଯୋଉ ଲାଳସାଟାକୁ ଆମକୁ ତ୍ୟାଗ କରିବା ପାଇଁ ପଡିବ। ଯୋଉ କାମନା ରହିଛି ଭୌତିକ କାମନା, ସେ କାମନାଟା ଭଗବାନଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ପଡିବ। କାମ କୃଷ୍ଣାର୍ପଣେ, ଯୋଉ କାମନା ହଉଛି ଭୌତିକ କାମନା ଏବଂ ସେ କାମନା ହଉଛି ଅନନ୍ତ କାମନା, କିନ୍ତୁ ସେ କାମନାକୁ ଆମକୁ କୃଷ୍ଣଙ୍କୁ ପ୍ରୀତି ଦେବା ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ। କାମ କୃଷ୍ଣାର୍ପଣେ। ସେମିତି ତୁମେ ବିବାହ କରୁଛ, ସ୍ତ୍ରୀ ଗ୍ରହଣ କରୁଛ, ସ୍ତ୍ରୀଟା ତୁମର ନିଜର ପ୍ରୀତି ନିମିତ୍ତ ନୁହଁ। ସେ ସ୍ତ୍ରୀ ତୁମକୁ ଏଭଳି ସନ୍ତାନ ପ୍ରଦାନ କରିବ ଯୋଉ ସନ୍ତାନ କି ସମାଜକୁ ସୁରକ୍ଷା ଦେବ। ଏ ପ୍ରସଙ୍ଗରେ ଆମର କଶ୍ୟପଙ୍କ କଥା କୁହାଯାଇଛି। କଶ୍ୟପ ଥିଲେ ମୁନି, ତାଙ୍କର ପତ୍ନୀ ଦୁଇଟି ପତ୍ନୀ ଥିଲେ, ଦିତି ଆଉ ଅଦିତି। ଦିତି ହଉଛନ୍ତି ଦୈତ୍ୟଙ୍କର ମାତା, ଅଦିତି ହଉଛନ୍ତି ଆଦିତ୍ୟଙ୍କର ମାତା। ଆଦିତ୍ୟଙ୍କର ଅଦିତିଙ୍କର ଯେତେବେଳେ ସନ୍ତାନ ଇତ୍ୟାଦି ଯାହା ଥିଲେ, ସେତେବେଳେ ଦିତି ତାଙ୍କ ପ୍ରତି ଈର୍ଷାପର ହେଇଗଲେ। କହିଲେ ମୋର ସୌତୁଣୀଙ୍କର ପୁତ୍ର ହେଲାଣି, ମୋର କିନ୍ତୁ କାହିଁ ପୁତ୍ର ହଉନି। ଦିତିଙ୍କର ପୁତ୍ର ହଉନଥିଲା। ତେଣୁ ଦିତିଙ୍କର ଯେତେବେଳେ ପୁତ୍ର ନହେଲା, ସେ ତାଙ୍କ ସ୍ୱାମୀଙ୍କ ପାଖରେ ସେ ଅନୁରୋଧ କଲେ ଯେ ମୋତେ ପୁତ୍ର ସନ୍ତାନ ଦିଆଯାଉ, ମୋ ପାଇଁ ଆପଣ ପୁତ୍ର ସନ୍ତାନ ଦିଅନ୍ତୁ। ସେଠୁ ଯୋଉ ସମୟରେ ତାଙ୍କୁ କହିଲେ, ସେତେବେଳେ କଶ୍ୟପ ତାଙ୍କୁ ମନା କଲେ। କହିଲେ ନା, ଏ ସମୟରେ ତୁମ ସହିତ ସମ୍ପର୍କ ରଖିବାଟା ମୋର ଉଚିତ ହବ ନାହିଁ, କାରଣ ବର୍ତ୍ତମାନ ସନ୍ଧ୍ୟା ସମୟ। ଏ ସନ୍ଧ୍ୟା ସମୟରେ ସବୁ ମନ୍ଦିର ମାନଙ୍କରେ ଆରତି କରାଯାଉଛି, ଆଉ ଘର ମାନଙ୍କରେ ସବୁ ପୂଜା ଅର୍ଚ୍ଚନା ଭଜନ କୀର୍ତ୍ତନ ଇତ୍ୟାଦି ଏ ସମୟରେ ସବୁ କରାଯାଉଛି। ଆଉ ଏ ସମୟରେ ସବୁଆଡେ କଣ ନା ଭୂତ ପ୍ରେତ ମାନଙ୍କର ଚରାଭୂମି। ବର୍ତ୍ତମାନ ସମସ୍ତ ବର୍ତ୍ତମାନ ଭୂତ ପ୍ରେତ ବା ଯୋଉମାନେ ଡାକିନୀ ପିଶାଚିନୀ ମାନେ ମଧ୍ୟ ସମସ୍ତେ ଚଳପ୍ରଚଳ ହଉଛନ୍ତି ଏଇ ସମୟରେ। ତେଣୁ ତୁମେ ଯଦି ବର୍ତ୍ତମାନ ମୋ ସହିତ ସମ୍ପର୍କ ରକ୍ଷା କରିବାକୁ ଚାହିଁବ, ତାହେଲେ କଣ ହବ ଅବସ୍ଥା? ତାହେଲେ ସେଇ ଭୂତ ପ୍ରେତ ମାନେ ତୁମର ଉଦର ଭିତରେ ପ୍ରବେଶ କରିବେ, ତୁମର ଗର୍ଭ ସନ୍ତାନ ଭିତରେ ସେମାନେ ପ୍ରବେଶ କରିଯିବେ। ତେଣୁ ବର୍ତ୍ତମାନ ତୁମେ ମନ କରନା ଏସବୁ ଜିନିଷ। ଏବେ ବର୍ତ୍ତମାନ ଆମେ ଭଗବାନଙ୍କର ଭଜନ କରିବା, ଭଗବାନଙ୍କର ନାମ ଉଚ୍ଚାରଣ କରିବା। କୌଣସି ପ୍ରକାର ଭାବରେ ଦିତି ଶୁଣିଲେ ନାହିଁ। ନା, କାହିଁକି ମୋର ସପତ୍ନୀ ମୋ ସୌତୁଣୀଙ୍କର କାହିଁକି ପିଲା ହେଲା, ମୋର କାହିଁକି ପିଲା ହବନି? ଜିଦ୍ଦି କଲେ, ନା ମୋ ସହିତ ତୁମେ ସମ୍ପର୍କ ରଖିବା ପାଇଁ ପଡିବ। ବାଧ୍ୟ ହୋଇକି କଶ୍ୟପ ଅଗତ୍ୟା ସ୍ତ୍ରୀକୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କ ସହିତ ସନ୍ଧ୍ୟାବେଳେ ସମ୍ପର୍କ ରଖିଲେ ଏବଂ ତାହାର ପରିଣତି ସ୍ୱରୂପ ଦୁଇଟି ପୁତ୍ର ତାଙ୍କ ଗର୍ଭରେ ଆସିଲେ, ଯୋଉମାନେ କି ପରବର୍ତ୍ତୀ ସମୟରେ ନାନା ପ୍ରକାର ଉତ୍ପାତ କରିଛନ୍ତି। ଗର୍ଭରେ ଥିବା ଅବସ୍ଥାରେ ମଧ୍ୟ ବିପଦର ସଂକେତ ଚାରିଆଡେ ଦେଖାଦେଲା। ସେ ଦୁଇଟି ପୁତ୍ର କିଏ? ଯୋଉ ହଉଛନ୍ତି ହିରଣ୍ୟାକ୍ଷ ଏବଂ ହିରଣ୍ୟକଶିପୁ। ସେ ଦିତିଙ୍କର ପୁତ୍ର ରୂପରେ ଆସିଲେ, ଯିଏକି ଭଗବାନଙ୍କର ପରବର୍ତ୍ତୀ ସମୟରେ ବରାହ ଅବତାରରେ ଏବଂ ନୃସିଂହ ଅବତାରରେ ତାଙ୍କୁ ଭଗବାନ ବଧ କରିଥିଲେ। ତେଣୁ ଏ ପ୍ରକାର କଥା କୁହାଯାଇଛି। ତେଣୁ ସେଥିପାଇଁ ଯୋଉ ବିବାହ ଯେ କରାଯାଉଛି, ସେ ବିବାହ ଗୋଟେ ଯଜ୍ଞ ଏବଂ ସେ ଯଜ୍ଞରେ ଆମେ ପତ୍ନୀକୁ ଗ୍ରହଣ କରୁଛେ, ଗୋଟେ କନ୍ୟାକୁ ଗ୍ରହଣ କରୁଛେ। କଣ ମନ୍ତ୍ର, କି ପ୍ରକାର ମନ୍ତ୍ର ଉଚ୍ଚାରଣ କରିକି ଆମେ କନ୍ୟା ଗ୍ରହଣ କରୁଛେ? ନା ରାଧାକୃଷ୍ଣ ପ୍ରୀତ୍ୟାର୍ଥେ ଅହଂ କନ୍ୟା ଗୃହ୍ଣାମି। ଯେ କନ୍ୟାଙ୍କର ପିତା ସେ ସମ୍ପ୍ରଦାନ କରୁଛି, କନ୍ୟାକୁ ସମ୍ପ୍ରଦାନ କରୁଛି। ରାଧାକୃଷ୍ଣ ପ୍ରୀତ୍ୟାର୍ଥେ ଅହଂ କନ୍ୟା ସମ୍ପ୍ରଦାୟ ଦାୟାମି କହୁଛି। ସେ ମନ୍ତ୍ର, ସେଇ ମନ୍ତ୍ର ରହିଛି ସେମିତି ଯେ ରାଧାକୃଷ୍ଣ ପ୍ରୀତ୍ୟାର୍ଥେ ମୋର ଜାମାତାଙ୍କୁ ମୁଁ ମୋର କନ୍ୟାକୁ ସମ୍ପ୍ରଦାନ କଲି। ଭଗବାନଙ୍କ ପ୍ରୀତ୍ୟାର୍ଥେ ସେ କନ୍ୟାକୁ ସେ ସମ୍ପ୍ରଦାନ କରୁଛି, ନିଜର ଇନ୍ଦ୍ରିୟ ପ୍ରୀତି ଉଦ୍ଦେଶ୍ୟରେ ନୁହେଁ। ଆମେ ନିଜ ଇନ୍ଦ୍ରିୟ ପ୍ରୀତି ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ହେତୁ ଯୋଉ ସନ୍ତାନ ମାନେ ଆସୁଛନ୍ତି ପରବର୍ତ୍ତୀ ସମୟରେ ସେମାନେ ଆମର ପାଇଁ ବୋଝ ହଉଛନ୍ତି, ଆମକୁ ବାପା ମାଆଙ୍କୁ କାଢି ଦଉଛନ୍ତି, ଯାଇକି ଅନାଥ ଆଶ୍ରମରେ ବୃଦ୍ଧାଶ୍ରମରେ ନେଇକି ରଖିଦେବା ଅବସ୍ଥା।
ଆଉ ଘରେ ରହିଲେ ମଧ୍ୟ ନାନା ପ୍ରକାର ଯନ୍ତ୍ରଣା ମଧ୍ୟ ସେମାନେ ଦଉଛନ୍ତି। ଆଉ ପରିବାର କାହିଁକି ଏଭଳି ଗଣ୍ଡଗୋଳ ହଉଛି? କାହିଁକି ନା ଆମେ ଆମର ନିଜର ଇନ୍ଦ୍ରିୟ ପ୍ରୀତି ଉଦ୍ଦେଶ୍ୟରେ ଏ ସନ୍ତାନ ମାନଙ୍କୁ ସୃଷ୍ଟି କରିଛୁ। ସେଥିପାଇଁ ବର୍ଣ୍ଣ ଠିକ ନାହିଁ, ଆଶ୍ରମରେ ମଧ୍ୟ ଠିକ ନାହିଁ। ଗୃହସ୍ଥ ଆଶ୍ରମ ଠିକ ଭାବରେ କଡାକଡି ପାଳନ କରାଯାଉ ନାହିଁ। ବ୍ରହ୍ମଚର୍ଯ୍ୟ ଆଶ୍ରମ ଠିକ ଭାବରେ ପାଳନ କରାଯାଉ ନାହିଁ। ବାନପ୍ରସ୍ଥି ତ ଆଉ କେହି ହଉନାହାନ୍ତି। ଯୋଉଠି ଗୃହସ୍ଥ ଆଶ୍ରମ ବିପର୍ଯ୍ୟସ୍ତ, ଗୃହସ୍ଥ ଆଶ୍ରମ କେହି ତ୍ୟାଗ କରିବାକୁ ଚାହୁଁନାହାନ୍ତି। 50 ବର୍ଷ ପରେ ବା 55 ବର୍ଷ ପରେ ଆମେ ଗୃହକୁ ତ୍ୟାଗ କରିବା କଥା, କିନ୍ତୁ ସେତେବେଳେ ଆଉ ଗୃହ ତ୍ୟାଗ କରିବା ପାଇଁ ଇଚ୍ଛା ନାହିଁ। ଘର ପ୍ରତି ଆମର ଅଠା ଲାଗିଯାଇଛି, ଆଉ ଘର ଛାଡି ପାରୁନା। ତାର ପରିଣତି ସ୍ୱରୂପ ପୁତ୍ର ଠାରୁ ମାଡ଼ ଖାଇବ, ଧକ୍କା ଖାଇବ, ଗୋଇଠା ଖାଇବ। ଗୋଇଠା ଖାଇଲେ ମଧ୍ୟ ବି ଆମେ ଛାଡିବାକୁ ଚାହୁଁନା। ହଁ, ତେଣୁ ସେ ଘରରେ ରହିଯାଉଛି। ବାନପ୍ରସ୍ଥି ଆଶ୍ରମ ନାହିଁ, ଆଉ ସନ୍ନ୍ୟାସ ଆଶ୍ରମ ତ ବହୁତ ଦୂରର କଥା। ସେଥିପାଇଁ ତ କଳିଯୁଗରେ ସନ୍ନ୍ୟାସ ଆଶ୍ରମ ମନା କରାଯାଏ। କଳିଯୁଗରେ କେହି ସନ୍ନ୍ୟାସ ଗ୍ରହଣ କରିପାରିବେ ନାହିଁ। କଳିଯୁଗରେ କେହି ସନ୍ନ୍ୟାସ ନେଇପାରିବେନି। କର୍ମ ସନ୍ନ୍ୟାସକୁ ମନା କରାଯାଇଛି, କାରଣ ସନ୍ନ୍ୟାସ ଗ୍ରହଣ କରିବା କଳିଯୁଗରେ କଷ୍ଟକର ବ୍ୟାପାର। କିନ୍ତୁ ଯୋଉମାନେ ସନ୍ନ୍ୟାସ ଗ୍ରହଣ କରିବେ ସେମାନେ କୋଉ ପ୍ରକାର ଭାବରେ ନା ସନ୍ନ୍ୟାସ ଗ୍ରହଣ କରିକି ସେମାନେ କାର୍ଯ୍ୟରତ ରହିବେ, ଅର୍ଥାତ୍ ଭଗବାନଙ୍କ ସେବା ନିମିତ୍ତ ଜୀବନକୁ ଉତ୍ସର୍ଗୀକୃତ କରିବେ। କେବଳ ଗିରି ଗୁମ୍ଫାରେ ବସିକି ତପସ୍ୟା କରିବା ପାଇଁ ନୁହଁ, କାମ ଧନ୍ଦା ବନ୍ଦ କରିଦେଇକି ଯାଇ ଚୁପଚାପ ତପସ୍ୟା କରିବ, ସେ ପ୍ରକାର ଉଦ୍ଦେଶ୍ୟରେ ସନ୍ନ୍ୟାସ ନୁହଁ। ସନ୍ନ୍ୟାସ ନିଅ, ଯେମିତି ଜଣେ ଗୃହସ୍ଥ ଘରେ କାର୍ଯ୍ୟ କରୁଛି ସେମିତି ସନ୍ନ୍ୟାସ ମଧ୍ୟ କାର୍ଯ୍ୟ କରିବ। ପ୍ରତ୍ୟେକ ଦିନ ଭଗବାନଙ୍କ ନିମିତ୍ତ କାର୍ଯ୍ୟ କରିବ। ସେ ଭଗବାନଙ୍କର ଶାସ୍ତ୍ର ଅଧ୍ୟୟନ କରିବ, ଭଗବାନଙ୍କ ବାଣୀ ପ୍ରଚାର କରିବ, ଭଗବାନ ପୁସ୍ତକ ବିତରଣ କରିବ, ଭଗବାନଙ୍କର ବିଗ୍ରହ ସାଜସଜ୍ଜାରେ ଭାଗ ନବ। ସବୁ କାର୍ଯ୍ୟ ଭଗବାନଙ୍କ ଉଦ୍ଦେଶ୍ୟରେ କାୟ ମନ ବାକ୍ୟ, ଶରୀର ମନ ଏବଂ ବାକ୍ୟ ଉଭୟକୁ ସେ ସମସ୍ତଙ୍କୁ କାର୍ଯ୍ୟରେ ଲଗେଇବ। ସେଥିପାଇଁ ଆମେ ସନ୍ନ୍ୟାସ ଗ୍ରହଣ କରିଛୁ। ଆଉ ମହାପ୍ରଭୁ ସେଥିପାଇଁ ଚୈତନ୍ୟ ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କଲେ, ତ୍ରିଦଣ୍ଡୀ ସନ୍ନ୍ୟାସ ଗ୍ରହଣ କଲେ। ତ୍ରିଦଣ୍ଡ ମାନେ ତିନି, କାୟ ମନ ବାକ୍ୟ। ତେଣୁ ସେଥିପାଇଁ କଳିଯୁଗରେ ସନ୍ନ୍ୟାସ ଗ୍ରହଣ କରିବା। ସନ୍ନ୍ୟାସ ଗ୍ରହଣ କଥା ତ ଦୂରର କଥା, କିନ୍ତୁ କେତେ ଜଣ ହଉଛନ୍ତି ଗୃହସ୍ଥ ଆଶ୍ରମ ତ୍ୟାଗ କରିବା ପାଇଁ ଚାହୁଁଛନ୍ତି। ତେଣୁପାଇଁ ବର୍ଣ୍ଣାଶ୍ରମ ଧାରା ବିପର୍ଯ୍ୟସ୍ତ କଳିଯୁଗରେ ହେଇଛି। ତ ସେଥିପାଇଁ ଯିଏ ଯୋଉ ଆଶ୍ରମରେ ଅଛନ୍ତି, ଯିଏ ଯୋଉ ବର୍ଣ୍ଣରେ ଅଛନ୍ତି, ବିପର୍ଯ୍ୟସ୍ତ ହଉ, କିଛି କଥା ନାହିଁ। କିନ୍ତୁ ସମସ୍ତଙ୍କର କର୍ତ୍ତବ୍ୟ ଯଦି ହୁଏ ଭଗବାନଙ୍କର ପ୍ରୀତିବିଧାନ, ସଂସିଦ୍ଧିରେ ହରିତୋଷଣ। ଜଣେ ବ୍ୟବସାୟ କରୁ ବା ଜଣେ ଚାକିରି କରୁ ବା ଜଣେ କୃଷି କାର୍ଯ୍ୟ କରୁ, କିନ୍ତୁ ସମସ୍ତଙ୍କର ଉଦ୍ଦେଶ୍ୟ ଯଦି ଆମେ ଯାହା କିଛି ଅର୍ଥ ପ୍ରାପ୍ତ ହବା, ସେ ଅର୍ଥଟାକୁ ଭଗବାନଙ୍କ ସେବାରେ ବିନିଯୋଗ କରିବା, କିଛି ଅଂଶ ଭଗବାନଙ୍କ ସେବାରେ ବିନିଯୋଗ କରିବା, ତାହେଲେ ମଧ୍ୟ କୌଣସି ପ୍ରକାର ଭାବରେ ବର୍ଣ୍ଣାଶ୍ରମ ଧାରା ରହିଯିବ। ଯଦି ତାହା ନ ହୁଏ ତାହେଲେ ଯାହା କୁହାଯାଏ ଶ୍ରମ ଏବ ହିଁ କେବଳମ୍, ବିପର୍ଯ୍ୟସ୍ତ ଅବସ୍ଥା ବର୍ତ୍ତମାନ ତାହା ହିଁ ହେଇଛି। ବର୍ତ୍ତମାନ କେବଳ ତାହା ହିଁ ହେଇଛି। ବର୍ଣ୍ଣାଶ୍ରମ ଧାରା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହେଇଛି ଏବଂ କେହି କାହା ବର୍ଣ୍ଣ ଆଶ୍ରମ ନାହାନ୍ତି। ଯାହା ହଉ, ଆମେ ବର୍ତ୍ତମାନ ଅର୍ଜୁନଙ୍କ କଥାରୁ ଏତେ ପର୍ଯ୍ୟନ୍ତ ଆସିଲେ। ଅର୍ଜୁନ ସେଇ ପ୍ରକାର ମନୋବୃତ୍ତି, ଅର୍ଜୁନ କ୍ଷତ୍ରିୟର ମନୋବୃତ୍ତି ହେଇଥିବା ହେତୁ ସେ ଚାହିଁଲେ ସେଇ ଭଗବାନଙ୍କର ଚତୁର୍ଭୁଜ ରୂପ ଦେଖିବା ପାଇଁ। ସେ ଚାହୁଁନାହାନ୍ତି ଯେ ଭଗବାନଙ୍କର ଦ୍ୱିଭୁଜ ରୂପ ଦେଖି। ପରବର୍ତ୍ତୀ ସମୟରେ ଯଦିଓ ସେ ଦ୍ୱିଭୁଜ ରୂପ ତାଙ୍କ ସହିତ ଥିଲେ, ଅର୍ଜୁନଙ୍କ ସହିତ ଭଗବାନ କୃଷ୍ଣ ଦ୍ୱିଭୁଜ ରୂପରେ ଅଛନ୍ତି, ତଥାପି ମଧ୍ୟ ବର୍ତ୍ତମାନ ସେ ଚାହୁଁଛନ୍ତି ଚତୁର୍ଭୁଜ ରୂପ। କାହିଁକି ନା ସିଏ ମନୋବୃତ୍ତି ହଉଛି ତାଙ୍କର ଯୁଦ୍ଧଖୋର ମନୋବୃତ୍ତି। ଜଣେ ଯୁଦ୍ଧ କରିବା ଲୋକ ସିଏ ଚାହିଁବ ଭଗବାନଙ୍କର ସେ ଯୁଦ୍ଧ ରୂପକ ମନୋବୃତ୍ତି, ଯୁଦ୍ଧଖୋର ଅବସ୍ଥା ଦେଖିବା ପାଇଁ, ମାନେ ଭଗବାନ କେମିତି ଯୁଦ୍ଧ କରିବେ, ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରି, ଗଦା ଚକ୍ର ଇତ୍ୟାଦି ଧାରଣ କରି କେମିତି ଯୁଦ୍ଧ କରିବେ, ସେଇ ରୂପ ସେ ଦେଖିବା ପାଇଁ ଚାହିଁବ। ଐଶ୍ୱର୍ଯ୍ୟ ପ୍ରକାଶ, ଭଗବାନଙ୍କର ଐଶ୍ୱର୍ଯ୍ୟ ପ୍ରକାଶ ହଉଛି ଚତୁର୍ଭୁଜ ରୂପ ବା ବିଷ୍ଣୁ ରୂପ। ଭଗବାନଙ୍କର ମାଧୁର୍ଯ୍ୟ ରୂପ ହଉଛି କୃଷ୍ଣ ରୂପ। ଆଉ ଯୋଉ ମାଧୁର୍ଯ୍ୟ ରୂପ ହଉଛି କୃଷ୍ଣ ରୂପ, ସେ ମାଧୁର୍ଯ୍ୟ ରୂପ, ସେଥିରେ 4ଟି ମାଧୁର୍ଯ୍ୟ ରହିଛି, ଯୋଉଥିରେ ନାରାୟଣଙ୍କର ସେ ରୂପ ନାହିଁ। ନାରାୟଣଙ୍କର ସେ ମାଧୁର୍ଯ୍ୟ ରୂପ ନାହିଁ, ଯୋଉଥିପାଇଁ ଆମର କୁହାଯାଇଛି ଯୋଉ ଶ୍ରୀରଙ୍ଗମ ରଙ୍ଗନାଥ ମନ୍ଦିର ଯେତେବେଳେ ଚୈତନ୍ୟ ମହାପ୍ରଭୁ ଥିଲେ, ଏଇ ଚତୁର୍ମାସ୍ୟା ସମୟରେ ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ 4 ମାସ କାଳ ବର୍ଷା ଯେତେବେଳେ ହଉଥିଲା, ସେ ସମୟରେ ମହାପ୍ରଭୁ 4 ମାସ କାଳ ଶ୍ରୀରଙ୍ଗମ ରେ ଥିଲେ। ଜଣେ ଭକ୍ତଙ୍କ ଘରେ ଥିଲେ, ବେଙ୍କଟ ଭଟ୍ଟ ତାଙ୍କ ନାଁ। ବେଙ୍କଟ ଭଟ୍ଟଙ୍କ ଘରେ ଥିଲେ, ସେ ଲକ୍ଷ୍ମୀ ନାରାୟଣଙ୍କ ଉପାସକ। ବେଙ୍କଟ ଭଟ୍ଟ ଥିଲେ ଲକ୍ଷ୍ମୀ ନାରାୟଣଙ୍କ ଉପାସକ, ଆଉ ସେ ନାରାୟଣଙ୍କୁ ହିଁ ଭଗବାନ ବୋଲି ସେ କହୁଥିଲେ। ଜାଣିଛନ୍ତି ସେତିକି ପର୍ଯ୍ୟନ୍ତ ସେ ନାରାୟଣ ହଉଛନ୍ତି ଭଗବାନ। ତେଣୁ ଚୈତନ୍ୟ ମହାପ୍ରଭୁ ତାଙ୍କ ଘରେ ଅଛନ୍ତି। ସେଠୁ ଚୈତନ୍ୟ ମହାପ୍ରଭୁ ତାଙ୍କୁ କୌତୁକରେ ପଚାରିଲେ, କହିଲେ କିଓ ତୁମେ ତ ନାରାୟଣଙ୍କୁ ପୂଜା କରୁଛ, ନାରାୟଣଙ୍କୁ ଭଗବାନ ବୋଲି କହୁଛ, ଲକ୍ଷ୍ମୀ ଯିଏ ସେ ସତୀ ହେଇକି ମଧ୍ୟ କାହିଁକି କୃଷ୍ଣଙ୍କ ପ୍ରତି ତାଙ୍କର ଆସକ୍ତିଟା ବଢି ଯାଉଛି? କୃଷ୍ଣଙ୍କ ସହିତ କାହିଁକି ତାଙ୍କର ଆସକ୍ତି, ବା କୃଷ୍ଣଙ୍କ ସହିତ ସେ ମିଶିବା ପାଇଁ କାହିଁକି ଚାହୁଁଛନ୍ତି? ସେ ତ ନାରାୟଣଙ୍କର ପତ୍ନୀ, ସେ କାହିଁକି କୃଷ୍ଣଙ୍କ ସହିତ ମିଶିବା ପାଇଁ ଚାହୁଁଛନ୍ତି? ସେଠୁ ସେ ବେଙ୍କଟ ଭଟ୍ଟ କହିଲେ କୃଷ୍ଣ ଆଉ ନାରାୟଣଙ୍କ ଭିତରେ ପାର୍ଥକ୍ୟ କଣ ଅଛି? କୃଷ୍ଣ ଯିଏ ସେ ତ ନାରାୟଣ। ତେଣୁ ନାରାୟଣଙ୍କୁ ପତି ରୂପରେ ପାଇ ସେ କୃଷ୍ଣ ପ୍ରତି ଆସକ୍ତ ହେଲେ କିଛି ତ ଭୁଲ ନୁହଁ। ତାପରେ ସେ ଚୈତନ୍ୟ ମହାପ୍ରଭୁ କହିଲେ, ଯଦି ତୁମେ ନାରାୟଣଙ୍କୁ କହୁଛ କୃଷ୍ଣ ବୋଲି,
ताले वर्तमान सुद्धा भी लक्ष्मी कहीं रासलीला भाग नहीं ना जो रास क्रीड़ा रे समस्त भाग नेले गोपी माने भाग नेले शास्त्र मध्य गोपी रूप धारण कर सी भाग नेले शिवजी आसिक भाग नहीं रास क्रीड़ा रे समस्ते भाग नौ किंतु लक्ष्मी कहीं आज पर्यंत भाग नहीं ना तुम्हें जब कहूच नारायण और कृष्ण भीतर पार्थक्य ना जो कृष्ण को गोपी मैंने पाइले किंतु लक्ष्मी कहीं आज पर्यंत बस बिल्लबण पर्यंत तपस्या कर वृंदावन बिल्लबण लक्ष्मी देवी एवं भी तो तपस्या कर रास क्रीड़ा भाग नहीं पारना कहीं कह तार उत्तर दियो कहले मु कौन आज्ञा कह मुझे मोर पाठ से नु मोर पाठ से पर्यटन जाइनी आपण कहूँ कहीं से बस सेठू भगवान चैतन्य महाप्रभु बुझेले कहले देख नारायण जदियो भगवान नारायण को आम अस्वीकार करें से भगवान किंतु कृष्णकर जो माधुर्य अच्छी जोटा कि नारायण पाखे ना आउ कृष्णकर अर्थ हूँ आकर्षण से आकर्षण करती आकर्षित करती नारायणकर हूँ ऐश्वर्य प्रकाश तांको देखि लोक भयभीत हे किंतु आकर्षित हे ना कृष्ण को देखिले लोक आकर्षित हे कृष शब्दर आकर्षण कथा रही कृष टू भूवाचक नश्च निवृत्तिवाचक त्रय ऐक्य परम ब्रह्म कृष्ण इति अभिधीयते कृष्ण आकर्षण एवं आनंदर जो हूँ प्रतीक जोटा नारायण के पाखे ना नारायण के पाखे 60 गुण अच्छी कृष्ण पाखे 64 गुण अच्छी चारिटी माधुर्य पाखे पूर्ण परिमाण अच्छी जोटा कि नारायण पाखे ना जो लक्ष्मी प्रति आसक्त होती कहीं से तपस्या भाग ना कहीं से तपस्या बस कहीं रास क्रीड़ा भाग नहीं ना कारण लक्ष्मी होती ऐश्वर्यशाली धन गर्व मो पाखे धन अच्छी धनर मु हूँ मालिक से जो गर्वटा एपर्यंत से त्याग कर पारना गर्व को त्याग न कले रास क्रीड़ा तुम भाग नहीं पार ना कारण गोपी मान से गर्व ना गोपी मान से मद बा अहंकार ना गोपी मान सर्वदा कृष्णकर सेविका रूप से सेवा करने सर्वदा तत्पर हाँ कृष्ण आमर सांग कृष्ण आमर सखा लक्ष्मी के कहीपर हाँ से नारायण को पूज्य बोली ग्रहण कर कहे मो सखा बा सखी बोली कहे तेणु भीतर जो गर्व दंभ अहंकार अच्छी धनर गर्व अहंकार अच्छी से अहंकार एपर्यंत जाइनी जहाँफल से बर्तमान रास क्रीड़ा भाग नहीं पारना आ कृष्ण कृष्ण प्रति से कहीं आकर्षित होती चारिटा माधुर्य कृष्ण पाखे अच्छी जोटा नारायण पाखे ना से लक्ष्मी स्वाभाविक भाव में कृष्ण प्रति आकर्षित होती कौन कौन चार्टा माधुर्य गोटे हूँ रूप माधुर्य कृष्णकर रूप नारायण रूप भितर पार्थक्य कृष्ण रूप कोटि कोटि रूप कोटि कोटि कंदर्प रूप कृष्ण पाखे रही कोटि कोटि कंदर्प रूप रूप को धिक्कार करुच्ची जोटा नारायण देखा सुंदर कि कृष्ण रूप तुलन में नारायण रूप नुहत वेणु कुणंतम अरविंद दलाय ताख्यं बहार बतांग समसितांग बुंद सुंदरांगम कंदर्प कोटि कमनीय विशेष शोभम गोविंदम आदि पुरुषम तमहं भजामि गोपी माने निंदा करथिले ब्रह्मा को से निंदा करी कहिले अविदग्ध विधि भालो ना जाने सृजन अतृप्त हया करे विधिर निंदन गोपी माने जते कृष्ण रूप को देखुचंती सेतेबेले से विधि की निंदा ब्रह्मा को निंदा करुचंती अविदग्ध विधि एवं कहउचंती विधि अर्थात ब्रह्मा जी सृष्टि क्रिया जानती नहीं यदि से सृष्टि क्रिया जानी था ताले हमको दीटा आखि कहीं देले कोटि कोटि नेत्र नाही देल दुई ताहाते निमिषे कृष्ण की देखिबो मुहि समस्त कोटिए कोटि आखि दबा कथा किंतु हमको से दुईटी आखि देइचंती एवं आखिरे पुणी पता पलक पड़ुची पताटा प्रतिबंधक होची ना नहीं हाँ जगन्नाथ आखिरे पता अच्छी पता पड़ुची आखिरे पता कृष्ण आखिरे पता अच्छी जगन्नाथ आखिरे पता नहीं निर्निमेष नयन चाहिए पूरा निर्निमेष नयन आखिटा पर छोट नुह विराट आखि हाँ तेणु से कथा से गोपी मैंने कहते आमको कोटी कोटी हजार हजार नुह कोटी कोटी आखि दवा कथा कृष्ण को देखापी किंतु से आमको दुईटी आखि देले आम कौन देखू पुणी पलक सृष्टि कर पता सृष्टि कर प्रतिबंधक सृष्टि करें कृष्ण को देखू ताहाते निमिष कृष्ण की देखिबो मुई आम केमती कृष्ण को देखू ए प्रकार भाव कहुई तेणु से कृष्णकर जो माधुर्य अच्छी रूप माधुर्य जोटा कि नारायण ना तांकर वेणु नारायण के वंशी धारण करते नारायण वंशी के धारण करना कृष्ण वंशी धारण कर तेणु वंशीर स्वन जो से वंशी स्वन मध्यम से समस्त को आकर्षित करते
ଗାଭୀ ମାନଙ୍କୁ ଆକର୍ଷିତ କରୁଛନ୍ତି, ବତ୍ସା ମାନଙ୍କୁ ଆକର୍ଷିତ କରୁଛନ୍ତି, ବାଛୁରୀ ମାନଙ୍କୁ ଆକର୍ଷିତ କରୁଛନ୍ତି, ନନ୍ଦକୁ ଆକର୍ଷିତ କରୁଛନ୍ତି। ନନ୍ଦ ତାଙ୍କର ସମସାମୟିକ ସମସ୍ତଙ୍କୁ ବିଭିନ୍ନ ବଂଶୀର ସ୍ୱର ବିଭିନ୍ନ। ଗାଈକୁ ଆକର୍ଷଣ କରିବା ପାଇଁ ବଂଶୀର ଗୋଟିଏ ପ୍ରକାର ସ୍ୱର, ସେମିତି ବାଛୁରୀଙ୍କୁ ଆକର୍ଷଣ କରିବା ପାଇଁ ତାର ଆଉ ଗୋଟିଏ ସ୍ୱର, ଗୋପାଳ ମାନଙ୍କୁ ଆକର୍ଷଣ କରିବା ପାଇଁ ସେ ଗୋଟିଏ ସ୍ୱର, ଗୋପୀ ମାନଙ୍କୁ ଆକର୍ଷିତ କରିବା ପାଇଁ ବଂଶୀର ସେ ଗୋଟିଏ ସ୍ୱର। ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ୱନି ଶୁଣି ହକିତ ହୋଇଲା ଯମୁନା ପାଣି, ମୃଗମାନେ ତୃଣ ଚାପିଣ ରହିଲେ, ଭାଙ୍ଗି ଗଲା ତାଙ୍କ ବାଙ୍କ ଚାହାଣୀ, ଆଉ ନବଜା ନବଜା ଶ୍ୟାମ ଘନ ହେ। କିଏ ଲେଖିଥିଲେ? ସାଲବେଗ। ଆମର ସାଲବେଗ ଯେ ଯବନ କବି ସେ ଲେଖିଛନ୍ତି, ଜଣେ ଯବନ ମୁସଲମାନ ସେ ଲେଖିଛନ୍ତି, ଶ୍ରୀକୃଷ୍ଣଙ୍କର ବଂଶୀ ଧ୍ୱନି ଶୁଣି ହକିତ ହୋଇଲା ଯମୁନା ପାଣି। ଯମୁନା ପାଣି ଯୋଉ ଲହଡି ଆସୁଥିଲା ସେ ବନ୍ଦ ହେଇଗଲା, ଆଉ ଲହଡି ହେଇପାରୁନି। ହକିତ ହୋଇଲା ଯମୁନା ପାଣି, ମୃଗମାନେ ତୃଣ ଚାପିଣ ରହିଲେ। ମୃଗମାନେ ତୃଣ ପାଟିକି ନେଇଛନ୍ତି କିନ୍ତୁ ଖାଇ ପାରୁନାହାନ୍ତି, ଭିତରକୁ ଢକି ପାରୁନାହାନ୍ତି, ସେ ରହିଯାଇଛନ୍ତି ସେମିତି ଧରିକି ରଖିଛନ୍ତି ମୃଗମାନେ ତୃଣ। ଭାଙ୍ଗି ଗଲା ତାଙ୍କ ବାଙ୍କ ଚାହାଣୀ, ମୃଗମାନେ ସବୁବେଳେ ତରତର ତରତର ମୋ ଆଖିକି ଏପଟ ସେପଟ କରୁଥିବେ କିନ୍ତୁ ସ୍ଥିର ହେଇକି ରହିଗଲେ, ସେମାନେ କଣ୍ଢେଇ ଭଳି ସ୍ଥିର ହେଇକି ରହିଗଲେ। ଭାଙ୍ଗି ଗଲା ତାଙ୍କ ବାଙ୍କ ଚାହାଣୀ, ଆଉ ନବଜା ନବଜା ଶ୍ୟାମ ଘନ। ଆଉ ତୁମେ ବଂଶୀ ତୁମେ ବଜାଅନି, ବଂଶୀ ବଜାଇଲେ ଏମାନେ ସବୁ ଏମାନଙ୍କର ଅବସ୍ଥା ସାଂଘାତିକ ହେଇଯିବ। ତେଣୁ ଏଇ କଥା କୁହାଯାଏ। ତେଣୁ ତାଙ୍କର ବଂଶୀର ସ୍ୱନ ଆଉ କାହା ପାଖରେ ରହିପାରିବ ନାହିଁ। ତେଣୁ ବଂଶୀ ପ୍ରତି ଏମାନଙ୍କ ଈର୍ଷା ହୁଏ ଗୋପୀ ମାନଙ୍କର। ଆଉ ସେମାନେ କହନ୍ତି, ଆରେ ତୁ କଣ କି କୋଉ ଜନ୍ମରେ ତୋର ସୁକୃତି ଅଛି ଯେ ତୁ ଆଜି ଆମ ପ୍ରଭୁଙ୍କର କୃପା ତୁ ଲାଭ କରୁଛୁ, ପ୍ରଭୁଙ୍କର ଓଷ୍ଠର ମଧୁ ଚୁମ୍ବନ କରୁଛୁ, କିନ୍ତୁ ଆମେ ଟିକେ ସେଇ ମଧୁ ଟିକେ ଚୁମ୍ବନ କରିବା ପାଇଁ ଆମର ସୁଯୋଗ ନାହିଁ। ଆମକୁ ସେ ଓଷ୍ଠ କେବେ ହେଲେ ସ୍ପର୍ଶ କରୁନି, କିନ୍ତୁ ତତେ ସବୁବେଳେ ସ୍ପର୍ଶ କରୁଛନ୍ତି। ସେଠୁ ବଂଶୀ କହିଲା, ମୁଁ କଣ ସେତିକି ପାଇଛି, କଣ ସହଜ କଥା ପାଇଛି? ମତେ କେତେ କଷ୍ଟ କରିବାକୁ ପଡିଛି, ମତେ କଟା ଯାଇଛି, ତାପରେ ତାକୁ ନିଆଁରେ ପକା ଯାଇଛି, ତାକୁ ପୁଣି ଫୁଟ କରାଯାଇଛି, ଫୁଟ କରି ତାକୁ ପୁଣି କଟା ଯାଇଛି, କେତେ କଷ୍ଟ ମୁଁ ପାଇଛି। ଏ କଷ୍ଟ ପାଇଲା ପରେ ମତେ ଏଇ ସୁଯୋଗ ମତେ ମିଳିଛି। ତୁମକୁ କଷ୍ଟ, ତୁମେ କଣ କଷ୍ଟ ପାଇଛ? ତୁମ କଷ୍ଟ ପାଇଲେ ହିଁ ତୁମ କୃଷ୍ଣଙ୍କୁ ପାଇବ। କେବଳ ମୁଁ ନୁହଁ, ମୋ ବଂଶର ସମସ୍ତଙ୍କୁ ଭଗବାନ ସୁଯୋଗ ଦେଇଛନ୍ତି। ରାମଚନ୍ଦ୍ର ମହାପ୍ରଭୁ ଧନୁ ଧରିଲେ, ସେଟା କୋଉଥିରେ ତିଆରି? ସେଇ ମାଉଁସ, ସେ ବଂଶର ବଂଶୀ ଏଇ ଧନୁ ହେଇଛି। ଚୈତନ୍ୟ ମହାପ୍ରଭୁ ଦଣ୍ଡ ଧାରଣ କଲେ, କୋଉଥିରେ ତିଆରି? ସେଇ ବାଉଁଶ ଦଣ୍ଡ, ବଂଶ ଦଣ୍ଡ। ଆଉ ଇଏ ବଂଶୀ ମଧ୍ୟ ସେ ବାଉଁଶ। ଆମର ବଂଶ ପରମ୍ପରା କ୍ରମରେ ସମସ୍ତେ ପ୍ରଭୁଙ୍କ ସେବାରେ ଲାଗିଛନ୍ତି। ଆମେ କଣ, ଆମର କମ ସ୍ୱୀକୃତି ଟା କଣ କମ ଅଛି? ଆଉ ତୁମେ ଆମକୁ ଈର୍ଷା କରୁଛ? ଆମର ବଂଶ ପରମ୍ପରାର ଇତିହାସ ରହିଛି। ଚୈତନ୍ୟ ମହାପ୍ରଭୁ ତାହାକୁ ବ୍ୟବହାର କରିଛନ୍ତି, ରାମଚନ୍ଦ୍ର ମହାପ୍ରଭୁ ବ୍ୟବହାର କରିଛନ୍ତି, ଏବଂ କୃଷ୍ଣ ମଧ୍ୟ ବ୍ୟବହାର କଲେ। ଆଉ ତୁମେ କଣ କହୁଛ ଆମ ସହିତ କଥା କହୁଛ? ତେଣୁ ଭଗବାନ ଯୋଉ ବଂଶୀସ୍ୱନ କରୁଛନ୍ତି, ସେ ବଂଶୀସ୍ୱନ ଦ୍ଵାରା ଯୋଉ ଆକର୍ଷିତ ହଉଛନ୍ତି, ସେ ହଉଛି ସେ ଗୋଟେ ମାଧୁର୍ଯ୍ୟ, ବେଣୁ ମାଧୁର୍ଯ୍ୟ, ରୂପ ମାଧୁର୍ଯ୍ୟ, ବେଣୁ ମାଧୁର୍ଯ୍ୟ, ଲୀଳା। ଭଗବାନ କୃଷ୍ଣଙ୍କର ଯୋଉ ଲୀଳା, ନାରାୟଣଙ୍କର ଏତେ ଲୀଳା ନାହିଁ। କୃଷ୍ଣଙ୍କର ଲୀଳା ହଉଛି ଅନନ୍ତ ଲୀଳା। କେତେ ଲୀଳା ସେ କରିଛନ୍ତି, ଦ୍ୱାରକା ଲୀଳା, ବ୍ରଜ ଲୀଳା, ମଥୁରା ଲୀଳା, କେତେ ଲୀଳା ତାଙ୍କର ରହିଛି। ଆଉ ନାରାୟଣଙ୍କର କଣ ଅଛି? ନାରାୟଣଙ୍କର ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ କରିବେ, ଆଉ ତ ତାଙ୍କର ବିଶେଷ ଲୀଳା ନାହିଁ। ତେଣୁ ତାଙ୍କର ଲୀଳା ମାଧୁରୀ, ପ୍ରତ୍ୟେକ ଲୀଳା ଅବତାର, ମତ୍ସ୍ୟ ରୂପ ଧାରଣ କରୁଛନ୍ତି, ବରାହ ରୂପ ଧାରଣ କରୁଛନ୍ତି, କଚ୍ଛପ ରୂପ ଧାରଣ କରୁଛନ୍ତି, ପରଶୁରାମ, ବୁଦ୍ଧ ଅବତାର, କଳ୍କି ଅବତାର, ଏସବୁ ଅବତାର ତାଙ୍କର ଭଗବାନଙ୍କ ଲୀଳା ଅବତାର। ଭଗବାନଙ୍କର ଯୋଉ ଅସଂଖ୍ୟ ଅଗଣନ ଅବତାର ଅଛି, ଲୀଳା ଅବତାର ହଉଛି ଏଇ ରୂପ। ବିଭିନ୍ନ ଯୁଗରେ ତଥାକଥିତ ଭାବରେ ଏଇ ପ୍ରକାର ରୂପ ଯେତେବେଳେ ଧାରଣ କରନ୍ତି ଏବଂ ତଥାକଥିତ ଆବଶ୍ୟକତାଟାକୁ ପୂରଣ କରିବା ପାଇଁ ସେତେବେଳେ ସେ ଲୀଳା ଅବତାର ଗ୍ରହଣ କରନ୍ତି, ଯୋଉଟା କି ଅନ୍ୟ କୋଉ ପରିକି ନାରାୟଣ ମଧ୍ୟ ସେ ଲୀଳା ଅବତାର ଗ୍ରହଣ କରିପାରିବେ ନାହିଁ। ବେଣୁ ମାଧୁରୀ, ରୂପ ମାଧୁରୀ, ଲୀଳା ମାଧୁରୀ, ଆଉ ଗୋଟେ ହଉଛି ରତି ମାଧୁରୀ। ଭଗବାନଙ୍କର ଯୋଉ ରତି, ତାଙ୍କର ଯୋଉ ରତିର ପ୍ରକାଶ ବା ରତିର ଯୋଉ ତାଙ୍କର ମାଧୁର୍ଯ୍ୟ, ସେ ମାଧୁର୍ଯ୍ୟ ଅନ୍ୟ କାହା ପାଖରେ ନାହିଁ। ତେଣୁ ଏଇ ଯୋଉ ଚାରିଟି ମାଧୁର୍ଯ୍ୟ କୃଷ୍ଣଙ୍କ ପାଖରେ ରହିଥିବା ହେତୁ ସ୍ୱାଭାବିକ ସମସ୍ତେ ତ ଆକୃଷ୍ଟ, ଆଉ ଲକ୍ଷ୍ମୀ ଦେବୀ ଆକୃଷ୍ଟ ନହେବେ କି ତାଙ୍କର ଚାରା କୋଉଠି ଅଛି? ତେଣୁ ଲକ୍ଷ୍ମୀ ନାରାୟଣକୁ ଛାଡିକି ମଧ୍ୟ କୃଷ୍ଣଙ୍କ ପ୍ରତି ଆକର୍ଷିତ ହଉଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ସେ ଭାଗ ନେଇ ପାରୁନାହାନ୍ତି। ଏଥିପାଇଁ ନିଜ ଭିତରେ ତାଙ୍କର ଯୋଉ ଗର୍ବଟି ଛାଡି ପାରୁନାହାନ୍ତି, ତାଙ୍କର ଯୋଉ ଐଶ୍ୱର୍ଯ୍ୟଟାକୁ ଛାଡି ପାରୁନାହାନ୍ତି। କାରଣ ନାରାୟଣ ପାଖରେ ରହିକି ସେ ଐଶ୍ୱର୍ଯ୍ୟଟା ରହିଛି, ନାରାୟଣ ଐଶ୍ୱର୍ଯ୍ୟଶାଳୀ, ଲକ୍ଷ୍ମୀ ମଧ୍ୟ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟଶାଳୀ। ତେଣୁ ସେ ଐଶ୍ୱର୍ଯ୍ୟକୁ ତ୍ୟାଗ କଲେ ସିନା ମାଧୁର୍ଯ୍ୟର ସେବା କଲେ ସିନା ଯାଇକି ଭାଗ ନେବେ ରାସ କ୍ରୀଡ଼ାରେ। ଏପର୍ଯ୍ୟନ୍ତ ବି ସେ ପର୍ଯ୍ୟନ୍ତ ସେ ଭାଗ ନେଇ ପାରିନାହାନ୍ତି। ଇଏ ହଉଛି ତାର
କାରଣ। ସେଥିପାଇଁ ଅର୍ଜୁନ ସେଇ ଦରର ଭକ୍ତ ହେଇଥିବା, ସେ ଐଶ୍ୱର୍ଯ୍ୟର ଭକ୍ତ ହେଇଥିବା ହେତୁ ସେ ଶୁଦ୍ଧ ଭକ୍ତ ଅର୍ଜୁନ ନୁହନ୍ତି। ଅର୍ଜୁନ ହଉଛନ୍ତି ଭଗବାନଙ୍କର ବୀର ରୂପର ବୀର ପ୍ରକାଶ, ମାନେ ଭଗବାନଙ୍କର ବୀରତ୍ୱକୁ ଦେଖିବେ, ସେ ତାଙ୍କର ମାଧୁର୍ଯ୍ୟ ରୂପ ଦେଖିବା ପାଇଁ ଏତେ ଆଗ୍ରହ। କାଲି ଆମେ କହୁଥିଲେ ଭୀଷ୍ମଦେବ ଅର୍ଜୁନ କହୁଛନ୍ତି ଯେ ପ୍ରକୃତରେ ତୁମେ ଯୋଉ ସୌଭାଗ୍ୟ ପାଇଛ ରଥରେ ତାଙ୍କୁ ଧାରଣ କରିକି, ରଥରେ ତୁମ ରଥରେ ସେ ସାରଥି ହେଇକି ବସିଛନ୍ତି, ପ୍ରକୃତରେ ତୁମର ସୌଭାଗ୍ୟ କହିବା କଥା ନୁହଁ, କିନ୍ତୁ ତୁମଠାରୁ ସୌଭାଗ୍ୟଶାଳୀ ହଉଛନ୍ତି ଗୋପୀମାନେ। କାହିଁକି ନା ଗୋପୀମାନେ ତୁମଠାରୁ ଉନ୍ନତ ସ୍ତରରେ ଅଛନ୍ତି, କାରଣ ଗୋପୀମାନେ ଯୋଉଭଳି ଭାବରେ କୃଷ୍ଣଙ୍କ ପ୍ରତି ଆକର୍ଷିତ, ତୁମେ ସେଇଭଳି ନୁହଁ, ଏ କଥା କହିଛନ୍ତି ଭୀଷ୍ମଦେବ। ତେଣୁ ସେଥିପାଇଁ ଏଇ କଥା ବର୍ତ୍ତମାନ ଅର୍ଜୁନ କହୁଛନ୍ତି ଯେ ଆପଣଙ୍କର ସେଇ ମୁଁ ଚତୁର୍ଭୁଜ ରୂପ ଦେଖିବାକୁ ଚାହୁଁଛି, ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରିଥିବା ରୂପ, ସେଇ ରୂପ ମୁଁ ଦେଖିବାକୁ ଚାହୁଁଛି, ଆପଣ ମୋତେ ସେଇ ରୂପ ଦେଖନ୍ତୁ। ଆଉ ଭଗବାନ ତାଙ୍କର ଭକ୍ତର ଇଚ୍ଛା ପୂରଣ କରିବା ପାଇଁ ପୁଣି ସେ ଚତୁର୍ଭୁଜ ରୂପ ଧାରଣ କରିବେ। ଯିଏ ବିଶ୍ୱରୂପ ପ୍ରକାଶ କରିଛନ୍ତି ସିଏ ବର୍ତ୍ତମାନ ସେଇ ଚତୁର୍ଭୁଜ ରୂପ ତାଙ୍କୁ ଦେଖେଇବେ, ଦେଖ ତୁମେ ଯାହା କହୁଥିଲ ବର୍ତ୍ତମାନ ମୁଁ ସେଇ ରୂପ ଦେଖଉଛି। ତାପରେ ସେଇ ଚତୁର୍ଭୁଜ ରୂପରୁ ପୁଣି ତାଙ୍କର ସେଇ ଦ୍ୱିଭୁଜ ରୂପକୁ ଫେରି ଆସିବେ, ପୁଣି ତାଙ୍କର ପୂର୍ବବର୍ତ୍ତୀ ରୂପକୁ ସେଇଭଳି ରୂପକୁ ସେ ଫେରି ଆସିବେ, ପୁଣି ସେ ତାଙ୍କର ଦ୍ୱିଭୁଜ ରୂପକୁ ପ୍ରଦର୍ଶନ କରିବେ। ପରବର୍ତ୍ତୀ ଶ୍ଲୋକରେ କୁହାଯାଇଛି ସେ କଥା। जय श्रीमद् भगवद गीता की, श्रील प्रभुपाद महाराज की, श्रील गुरुदेव की, समवेत गौर भक्त वृंद की, अनंत कोटि वैष्णव वृंद की, निताय गौर प्रेमानंदे हरि हरि।